କୁଆଖାଇ ନଦୀରେ ଚାଲିଛି ମାଳମାଳ ଚୋରା ବାଲିଘାଟ। ବାଲି ମୂଲ୍ୟ ଅହେତୁକ ବୃଦ୍ଧି ପାଇବା ପରେ ବାଲିଅନ୍ତା ତହସିଲ ବଇଁଚୁଆ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟଠାରୁ ମାତ୍ର 300 ମିଟର ଦୂର ଧବଳାହାର ଏବଂ ବାଲିଅନ୍ତା ଥାନା ନିକଟ ଅଞ୍ଚଳରେ ଚାଲିଛି ଅନେକ ଚୋରା ବାଲିଘାଟ। କୁଆଖାଇ ନଦୀର ଟଙ୍କପାଣି ବ୍ରିଜ ଠାରୁ ଭୁବନପୁର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଚାଲିଛି ଏହି ବେଆଇନ ବାଲିଘାଟ। ତହସିଲ ଆଉ ଖଣି ବିଭାଗ ଆଖିରେ ଆଙ୍ଗୁଠି ଗେଞ୍ଜି ଚାଲିଛି ଚୋରା ବାଲି ବେପାର। ରାଜସ୍ୱ ଆଉ ଖଣି ବିଭାଗ କର୍ମଚାରୀ ଅଧିକାରୀଙ୍କ ସଲାହ ସୂତ୍ରରେ ଚାଲିଛି ଏହି ଲଘୁ ଖଣିଜ ପଦାର୍ଥ ଉତ୍ତୋଳନ। ହେଲେ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀ ମାଫିଆମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା, ସେମାନଙ୍କ ପାଖରେ ଖବର ନଥିବା କହିଛନ୍ତି। ରାତି 9ଟା ସମୟରୁ ଭୋର ପର୍ଯ୍ୟନ୍ତ ଜେସିବି ଲଗାଇ ଶହ ଶହ ଟ୍ରିପ୍ ବାଲି ଚାଲାଣ କରାଯାଉଛି। ବଡ଼ କଥା, କୁଆଖାଇ ନଦୀ ପଠା ମଧ୍ୟ ମାଫିଆଙ୍କ ଲୋଲୁପ ଦୃଷ୍ଟିରୁ ବାଦ୍ ପଡ଼ିନି। ସାମାଜିକ ଘୁରି ବୁଲୁଥିବା ଭିଡିଓରେ ଥିବା ସୂଚନା ଅନୁସାରେ କିଛି ମାସ ତଳେ କୁଆଖାଇରୁ ବାଲିଚୋରା ବୃଦ୍ଧି ପାଇଥିଲା। ଅଭିଯୋଗ ପାଇ ଏବଂ ତହସିଲ ଏବଂ ଖଣି ବିଭାଗ ମାତ୍ର ଅଳ୍ପ ଗଭୀରରେ ରାସ୍ତା ଖୋଳି ବିଚ୍ଛିନ୍ନ କରିଦେବାରୁ ବାଲି ଚାଲାଣ କମି ଯାଇଥିଲା। ଏବେ ମାଫିଆ ପୁଣି ସକ୍ରିୟ ହୋଇପଡ଼ିଛନ୍ତି। ଗ୍ରାମ୍ୟ ଜଙ୍ଗଲ ଗଛ କାଟି ରାସ୍ତା ଫିଟାଇ ବାଲି ଉଠାଣ ଜୋରସୋରରେ ଚଳାଇଛନ୍ତି। ପଠା ନିକଟରେ ଶହ ଶହ ଟ୍ରିପ୍ ବାଲି ଗଦାଇ ରଖିଛନ୍ତି। ହେଲେ ବଇଁଚୁଆ ରାଜସ୍ୱ ନିରୀକ୍ଷକ ଏବଂ ଖୋର୍ଦ୍ଧା ଖଣି ବିଭାଗ ଅଧିକାରୀ ସବୁ ଜାଣି ଚୁପ୍ ବସିବା ଘଟଣା ସେମାନଙ୍କ ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିଲ୍ଲା ପ୍ରଶାସନ ଉପଜିଲ୍ଲାପାଳ ଜୟଦେବ ବିଧାୟକ ଦୃଷ୍ଟି ଦେବାକୁ ଦାବି ହେଉଛି। ବାଲି ଉଠେଇବେ ବୋଲି ଗଛ ହାଣି ବାଟ କରି ହେଲା, ହଜାର ହଜାର ସଂଖ୍ୟାର ଗଛ ଏଠି ହଣାହାଣି ହେଇଛି ହେଲା, ଗଛ ହଣା ହେଇଛି, ବାଟ କରାହେଇଛି, ବାଟ ପୋତା ହେଇଛି। ଆସିକି ଏଠୁ ଜେସିବିରେ ଖୋଳାଖୋଳି କରିଥିଲେ, ସବୁ ପୋତାପୋତି ହେଇଯାଇଛି। ବାଲି ଉଠିକି ଯାଇଛି, ଗଦା ହଁ ବା ଗଦା ହେଇଥିବା ବାଲି ଏଠି ଉଠିକି ଯାଇଛି। ବାଲି ଉଠି ଯାଇଛି, ଗଛ ମୂଳ ସବୁ ତୋଡ଼ା ହେଇଯାଇଛି, ଗଛର ଦୟନୀୟ ଅବସ୍ଥା। କୌଣସି ପଦକ୍ଷେପ କେହି ନେଉନାହାନ୍ତି। ଯେତେ କମ୍ପ୍ଲେନ୍ କଲେ ବି ହେଇଛି ନଗଦ ବାଲି ଉଠିଛି, ସେ ଗଛ ମୂଳ ତୋଡ଼ା ହେଇଛି। ନଦୀ କରଟା ଅତଡ଼ା ଛିଡ଼ିକି କେଉଁ ଅବସ୍ଥାରେ ଅଛି। ଯଦି ହାଇ ଫ୍ଲୋଡ୍ ହୁଏ ଏଠି କିଛି ରହିବନି। ଆ ପାଇଁ ପ୍ରଶାସନ ହିଁ ଦାୟୀ ରହିବ। ଦେଖନ୍ତୁ କେଉଁ ପରିକା ଗଛ ତଡ଼ା ହେଇଛି, କେଉଁ ପରିକା ତଡ଼ା ହେଇଛି, ଜଙ୍ଗଲ ତଡ଼ା ହେଇ ବାଲି ନିଆହେଇଛି। ଦେଖନ୍ତୁ, ଯେତେ କମ୍ପ୍ଲେନ୍ କଲେ ବି ପ୍ରଶାସନ କିଛି ୟା ପ୍ରତି ଧ୍ୟାନ ଦେଉନାହିଁ। ବର୍ତ୍ତମାନ ଆମେ ଧବଳାର ଲୋକ ବହୁତ ଦୟନୀୟ ଅବସ୍ଥାରେ ଅଛୁ। ଦେଖନ୍ତୁ, ପ୍ରାୟ 25 ଫୁଟର ଖାଲ ହେଇଛି। 25 ଫୁଟର ଖାଲ ହେଇଛି। ବାଲି ନେଇକି ତାକୁ ପୁରା ଜଙ୍ଗଲ ନଷ୍ଟ କରିଦେଇଛନ୍ତି। ରାସ୍ତା ବାଗା ହେଇଛି।